ଘର କୋଉଠି? ହଁ ମନେ ପଡ଼ିଲା ଗୋଟେ ବହୁତ ବଡ଼ ଘର ଭିତରେ ଗୁଡ଼ାଏ ଖଟ ପଡ଼ିଥିବ ଖଟ ବାଡ଼ରେ ପାଣି ଟଙ୍କା ହେଇଥିବ ପାଣି ସବୁ ଠୁସିରେ ପିଉଥିବେ ଯିଏ ପାଟି କରିବ ତା ହାତ ଗୋଡ଼ ବନ୍ଧେଇକି ଆସିବ 3-4ଟା ଦଳ ରଖିବେ ଆସି ପାଣି ବସିବେ ତାପରେ କଣ୍ଟା ଫୁଟେଇ ଦେହର ରକ୍ତ ବହିଦେବେ ତାପରେ ସମସ୍ତେ ଚୁପ୍ ଛୁଞ୍ଚିରେ ପାଣି ପିଉଥିବେ ଧଳା ରାକ୍ଷସ କଣ୍ଟା ରକ୍ତ ଇଏ ଏମିତି କରି କପି ଯାଉଛି ଏଇଟା ପାଗଳିଟା ନା କଣ? କଣ ଏମିତି ଶବ୍ଦ ହେଲା? ଏ ରାଣୀ କଣ ଏମିତି ଶବ୍ଦ ହେଲା? ଆଲୋ କଣ ଫାଟିଗଲା? ରାଣୀ ତୁ କୋଉଠି? ଏ ରାଣୀ ଆଲୋ ତୁ କୋଉଠି? ଆଲୋ କେମିତି ଦେଖିବି ମୁଁ ପରା ଅନ୍ଧଟା। ଏ সময়ଟା ମତେ ଅନ୍ଧ କରିଦେଇଛି ଭଗବାନ ମତେ ଅନ୍ଧ କରିଦେଇଛି। ଭଗବାନଙ୍କ ଲୀଳା ବଡ଼ ବିଚିତ୍ର। ତୁ ମାରୁଥିବା ଟେକାଟା ସିନା ତୋ ପାଖକୁ ଫେରିଆସିବ ହେଲେ ତାଙ୍କର କିଛି କ୍ଷତି ହବନି। ତୁ ଅନ୍ଧଟା ବୋଲି ତତେ କଷ୍ଟ ଲାଗୁଛି ନା? କେମିତି କଷ୍ଟ ଲାଗିବନି? ଚାଳ ଉପରେ କାଉ ରାବିଲେ ମୁଁ ଜାଣେ ସକାଳ ହେଲା।